ପିଲାଦିନରୁ କିଭଳି ଭାବରେ ନୃତ୍ୟ ସଙ୍ଗୀତ କ୍ଷେତ୍ରକୁ ଆସିଲେ ଏବଂ ପିଲାଦିନେ ଆପଣଙ୍କର କେଉଁଠି କଟିଛି ସେ ବିଷୟରେ ଟିକେ ଆପଣଙ୍କୁ ପିଲାବେଳେ ଘରର ଅସୁବିଧା ନେଇ ପାଠ ପଢ଼ାରେ ଟିକେ ବ୍ୟାଘାତ ଆସିଲା। ଆପଣଙ୍କ ଜନ୍ମସ୍ଥାନ ବାଙ୍କି? ବାଙ୍କି ଚର୍ଚ୍ଚିକା। ଆଉ ସେଠି ସବୁ ବାପା ସବୁବେଳେ କହନ୍ତି ପିଲା ଟିକେ ପଢ଼ୁ, ପିଲା ଟିକେ ପଢ଼ୁ। ସେମାନଙ୍କର ଯେଉଁ ବ୍ୟବହାର ମୋତେ କାହିଁକି ଭଲ ଲାଗିଲାନି, ତେଣୁ ମୁଁ ଲୁଚିକିରି ରହେ। କେଉଁ କ୍ଲାସ୍ ପର୍ଯ୍ୟନ୍ତ ପଢ଼ିଲେ? ଅଷ୍ଟମ ପର୍ଯ୍ୟନ୍ତ। ଅଷ୍ଟମ ପର୍ଯ୍ୟନ୍ତ ପଢ଼ିଲେ ଗାଁ ସ୍କୁଲରେ? ଗାଁ ସ୍କୁଲ। ତାପରେ ପାଠପଢ଼ା ଛାଡ଼ିଲେ? ତାପରେ ପାଠପଢ଼ା ଛାଡ଼ି କ'ଣ କଲେ? ଗାଁରେ ଯେତେବେଳେ ଯାହା ହୁଏ ସେଠି ସବୁ ପିଲାମାନଙ୍କ ସାଙ୍ଗରେ ଯାଇକରି ନାଚେ କୁଦେ ଏମିତି ହୁଏ। ସେଠି ଗୋଟେ ସୌଖିନ ଥିଏଟର ଥିଲା। ସେଠି ବ୍ରାହ୍ମଣ ଶାସନରେ, ବ୍ରାହ୍ମଣ ସାହିରେ ସେମାନେ ଗୋଟେ କରୁଥିଲେ। ସେଥିରେ ମୋତେ ଟିକେ ନାକୁ ଡାକିକିରି କହିଲେ, ମୁଁ ସବୁବେଳେ ଯାଇ ବସେ ତ, ମୋତେ ଗୋଟେ ରୋଲ୍ ଦେଲେ। କହିଲେ ତୁ ଏ ରାସରେ ସୁବଳ ରୋଲ୍ କର। ସେତେବେଳକୁ ଆପଣଙ୍କୁ ବୋଧେ 12-13 ବର୍ଷ ହେଇଥିବ କି? ହଁ, 14-15 ନାଇଁ 10-11 ବର୍ଷ। 10-11 ବର୍ଷ ହେଇଛି। ସେଠୁ ମୁଁ ସେଠି ସୁବଳ ରୋଲ୍ କଲି, ଯେମିତି ଭଲ ହେଲା। ସେଥିରେ ମଧ୍ୟ ସେ ଭଲ ହେଲା। ଭଲ ହେଲା ପରେ ମୋତେ କାଳୀବାବୁଙ୍କ ଥିଏଟରକୁ ଡକରା ଆସିଲା। ତାଙ୍କ ଭାଇ ସେଇଠି ଥାନ୍ତି, ଆମରି ସାଙ୍ଗରେ ସେ କରିଥାନ୍ତି ତ। ସିଏ ବାଙ୍କିର ଲୋକ? ବାଙ୍କିର ଲୋକ। ସିଏ କହିଲେ, ଆରେ ଆମ ଥିଏଟରକୁ ଯିବୁ କଟକ। ମୁଁ କଟକ ଦେଖିବି ବୋଲିକିରି ଗ୍ରହ ଯିବି ଆଉ। ସେଠୁ ମୋତେ ଡଙ୍ଗାରେ ଆଣିଲେ। ସେତେବେଳେ କଟକ ରାଜଧାନୀ ଥିବ? ରାଜଧାନୀ ଥିଲା। ଆଉ ଗୋଟେ ଆଗ୍ରହ ଥିବ ନୂଆ ସହର କେମିତି କ'ଣ? କଟକ ସହର ଧବଳ ଟଗର, କଟକ ଦେଖିବି ବୋଲି କଟକ ଆସିଲି। ଯେମିତି କଟକରେ ବାପା ଛାଡ଼ି ଦେଇକିରି ଯେତେବେଳେ ଗଲେ ମୁଁ କାନ୍ଦିଲି। ମୁଁ କହିଲି ନାଇଁ, ମୁଁ ରହିବିନି। ବାପା ରହିଲି, ମୁଁ ରହିବି ନା। ନାଇଁ ତୁ ରହ ବୋଲିକିରି ସେଠୁ ଦୁର୍ଲଭ କାଖେଇକିରି ବୁଲିଲେ, ଏକରେ ସେକରେ ଏମିତି ହେଇକିରି ସବୁ ସେଠୁ ରହିଲି କାଳୀବାବୁ ଥିଏଟରରେ। ସେତିକିବେଳେ ହରି ରାଉତ ଆମକୁ ପାଦ ଶିକ୍ଷା ଦେଉଥିଲେ, ପାଦ ସାଧନା। ଆଉ ଦୁର୍ଲଭ ଅଭିନୟ ଶିକ୍ଷା ଦେଉଥିଲେ, ଗୀତ ଶିଖାଉଥିଲେ। ସେତେବେଳେ ଆପଣଙ୍କ ସାଙ୍ଗରେ କେତେଜଣ ଶିଖୁଥିଲେ ନା ଆପଣ ଏକା? ନାଇଁ ଆମେ କେତେଜଣ। ତା ଭିତରୁ କିଏ ସେମିତି? ମାୟାଧର ଥିଲେ, ମାୟାଧର ରାଉତ। ଆଉ ଧଡ଼ିଆ ବୋଲି ଜଣେ ଥିଲା, ଗଙ୍ଗା ବୋଲି ଜଣେ ଥିଲା। ସେମାନେ ଅଛନ୍ତି? ଆଉ କାହା ସାଙ୍ଗେ ଦେଖା? ଆଚ୍ଛା, ଗଙ୍ଗାଧର ନାୟକ ବୋଲି ଜଣେ କି କଟକରେ ରହୁଛନ୍ତି? ସେ ବନ୍ଧ ନୃତ୍ୟ ବହୁତ କରନ୍ତି। ସେଇ? ନାଇଁ, ସେ ତାପରେ ଜଣେ ଚାଷୀ। ତାପରେ କ'ଣ କଲେ? ତାପରେ ଶିଖିଲେ କ'ଣ? ସେଠି ରହିକିରି ସବୁ ଶିଖିଲୁ। ସଙ୍ଗୀତ ଶିଖିଲେ, ନୃତ୍ୟ ବି ଶିଖିଲେ? ନୃତ୍ୟ ବି ଶିଖିଲୁ। ସଙ୍ଗୀତ କିଏ ଶିକ୍ଷା ଦେଲେ? ସଙ୍ଗୀତ ଦୁର୍ଲଭ ଶିଖେଇ ଦିଅନ୍ତି। ଦୁର୍ଲଭ ସାର୍। ତାପରେ ଅଭିନୟ ବି ଶିଖାନ୍ତି। ତାପରେ ସେଠୁ ଛୋଟ ଛୋଟ ବହିରେ ପାଠ ଟିକେ ଟିକେ କଲି। ମୁଁ ଗୋଟେ ଚାକର ରୋଲ୍ କଲି ଚୁମ୍ବନ ବହିରେ। ମୁଁ ଗୋଟେ ଚାକର ରୋଲ୍ଟେ କଲି ଯେ କଟକ ହୁଲସ୍ଥୁଲ ହେଲା। ଆଚ୍ଛା। ଯେଉଁଠିକି ଗଲେ ହେଇଠି ରତ୍ନା ଯାଉଛି, ହେଇଠି ରତ୍ନା ଯାଉଛି, ହେଇଠି ରତ୍ନା ଯାଉଛି। ଭାରି ଗୋଟେ ମନରେ ଗୋଟେ ହେଲା, ମୁଁ ଭଲ କରିଛି। ଏମିତି ହଉ ଗୋଟେ ରାସ ଶିଖା ହେଲା। ସେଥିରେ ମଧୁମଙ୍ଗଳ ହେଲି। ଆଚ୍ଛା। ଜୟଦେବ ବହିରେ କୃଷ୍ଣ କେତେବେଳେ ହୁଏ? ମଧୁମଙ୍ଗଳ ତ ଗୋଟେ ହାସ୍ୟରସାତ୍ମକ ରୋଲ୍। ତେଣୁ ପିଲାଟି ଦିନରୁ ଆପଣ ହାସ୍ୟରସାତ୍ମକ ରୋଲ୍ କରିବା ପାଇଁ ବି ଆଗ୍ରହ? ଭାରି ଥିଲା। ତାପରେ ସେଠୁ ଏମିତି ହେଲା ପରେ ସେଠୁ ପାର୍ଟି ଭାଙ୍ଗିଗଲା। ମୁଁ ପଳେଇ ଆସିଲି ଘରକୁ। କେତେ ବର୍ଷ ରହିଲେ? 6 ବର୍ଷ ରହିଲି। ଆଚ୍ଛା। ଜନତା ଓଡ଼ିଶା ଥିଏଟର୍ସରେ ଆପଣ 6 ବର୍ଷ ରହିଲି। କାଳିଚରଣ ପଟ୍ଟନାୟକଙ୍କର ଇଏରେ 2 ଟଙ୍କା ଦରମାରେ? ଦରମା 2 ଟଙ୍କା ମାସକୁ, ଦରମା 2 ଟଙ୍କା। ସେତେବେଳେ ବାପା ଚାଲିକିରି ଯିବେ କଟକ, ଯେ ମୋ ପୁଅ ଆଜି ଦରମା ପାଇଥିବ। କେତେ ଅବସ୍ଥା ସେ କଥା। ତାପରେ କ'ଣ ହେଲା ଆପଣଙ୍କର? ତାପରେ ସେଠୁ ନ୍ୟାସନାଲ୍ ଓଡ଼ିଶା ଥିଏଟର ଗୋଟେ ଗଢ଼ା ହେଲା। ସେଠି ଯାଇକି ଆସିକିରି ଭିଡ଼ିଲେ, କହିଲେ ଗପକୁ ନେଇ ଆସ। ସେଠି ଗଲି ଯେମିତି ସେଠି ଆଉ ଦରମା ପଇସା ମିଳିଲାନି। ସେଠୁ ପଳେଇଗଲି ସମ୍ବଲପୁର, ବରଗଡ଼। ସେଠି ଗୋଟେ ଥିଏଟର ପାର୍ଟି ଆରମ୍ଭ ହେଇଥିଲା। ସେଠି ଯାଇକି ରହିଲି। ସେଠି ରହିଲା ପରେ ମୁଁ ତ ସବୁ କଲି। ଆଉ ମୁଁ ନାଚିବି, ନାଚ ଶିଖେଇବି, ଗୀତ ଗାଇବି, ଗୀତ ଶିଖେଇବି, ପାଠ କରିବି, ସବୁ କରିବି, ମେକଅପ୍ କରିବି, ସବୁ କରିବି। ସିଏ ଆଉ ଛାଡ଼ିବାକୁ ନାରାଜ। ସେତେବେଳକୁ ଆପଣ ନୃତ୍ୟର କିଛି ଧାରା ବା ନୃତ୍ୟର କିଛି ଶିକ୍ଷା ପ୍ଲସ୍ ସଙ୍ଗୀତର ବି କିଛି ଶିକ୍ଷା ଆପଣ ପାଇଯାଇଛି। ସେତେବେଳେ ଆମର ଜଣେ ଗୁରୁ ଥିଲେ ପଦ୍ମନାଭ ସାହୁ, କୃଷ୍ଣପ୍ରସାଦ ବସୁଙ୍କର। ସିଏ ମୋତେ ସବୁବେଳେ ଏଇ ଷ୍ଟେପ୍ଟାକୁ ଶିଖେଇବି ପିଲାମାନଙ୍କୁ। ମୁଁ ଗୋଟେ ଶିଖାଏ, ସିଏ ଦେଖେଇଦେବେ, ମୁଁ ତାକୁ ଶିଖେଇବି। ଶିଖେଇବା ଦ୍ୱାରା ମୋର ଟିକେ ଆସ୍ତେ ଆସ୍ତେ ଏଇଟା ବଢ଼ିଲା। ଆଉ ବଢ଼ିବା ଦ୍ୱାରା ଗୋଟେ ଶିଖେଇବାର କେମିତି ଶିକ୍ଷା। କେତେ ଦିନ ରହିଲେ ବରଗଡ଼ରେ? ସେଠି 2 ବର୍ଷ ରହିଲି।
बरगढ़ 2 वर्ष रहिले सेठू पलि आसिली पलि आसिक पहुँचिक घरे थाए अन्नपूर्णा वाला आसिक भिड़े कहले गोप अच्छी अन्नपूर्णा ए ग्रुप मो पाक लोक पठेले तुम्हें आस तांकर सेमती गोटे असुविधा पड़ी थाए जे कौन ना कृष्ण रोल किए कर भानुर जो झील दिह खराब होता है भानु करनी राधाराणी बेमार पड़ी थाए सेठू कहले जे भानु जदि ललिता हम कृष्ण किए हम ना गोप घरे अच्छे भिड़िया मत नहीं गले मुझे रही रहा मुझे कहली मु घर को जी कम सरला तो घर को ना नाई घर कहीं जीव ना मुझे आनी घर कौन जी ना आनी कौन घर कौन आणती ये सब जिन सब जिन करदेला बुढ़ा रही रही किए था मैनेजर बावरी बंधु मान था देखिरी तापर किसी वर्ष पर देखिली घर को तो सब बेले पैसा दरकार है ना से सी कौन करना सब बेले मो ऊपर गोटे खराब दृष्टि रखी था मुझे टंका दबनी कि जाओ एमती हूँ हेटू दिल्ली गोटे आसला जे सी होती कि चट्टोपाध्याय संगेन ड्रामा थे सी आसी कटक जे तमें केतेटा पिला नहीं आस शिखे सब इमती हूँ सेठू मायाधर बाहर मत कहले मुझे बालेश्वर थाए मत कहले ये नयागढ़ गोटे पिला भागवती बोलिक कालीबंकर भणजा सी बाहर कालीबंकर जोड़े भाणीजी सी बाहर दमयंती दमयंती वैजयंती ना कौन एमती झीटे बेंगली झीटे सी कटक बाहर एमती आम 7 जन कौ मसीहा कथा सेटा 60 मसीहा दिल्ली गले दिल्ली रे से कौटी रहिले शिखिले जाइक रहिलु निजामुद्दीन रे निजामुद्दीन हाँ शिखिले कौन से कौटी से गोटे बेले शिखु था अच्छा बेले शिखु कृष्णलीला सेठी जमी प्रथम आमको शिखेले गोटे सैनिक होगी ठिया हम खुना धरिक 1 2 3 4 5 6 7 1 2 3 4 5 6 7 देखिए कहले एमती हजार छुआ को मैं शिखुची इठी आसी कौन 1 2 शिखे हाँ ये रहा मुझे जाए कहले ना पढ़े सेठू शिखले रह देख शिखले एमती हो कैसा गंदा आदमी सब उड़ीसा से आए हैं बोल सब लगे एमती हो कृष्णलीला से कर कहली गीताटा को समस्ते जानते पृथ्वी समस्ते जानती गीता को किंतु तुम्हें एमती हाथ हल्ई देच गीताटा कौन मास्टर दुईटा झील सी जड़े अर्जुन हम जड़े कृष्ण हम एमती हाथ हल्ई देकर से सीनटा सारिदेवे ये ठीक हो रागी गले कहले कैसा है करके दिखाओ जी रामशास्त्री स्क्रिप्ट लिखुले मुझे जाकि कहले मुझे एटा एमती होनी गीताटा गोटे जाना कथा तार मत अनेली बोले कौन कराब गोटे भाग गीता देखिली गीतार कोटेसन काढ़ी देली बोली एगुड़ा रख एगुड़ा कौन अभिनय कर हाँ कर बसिक निजे निजे बसिक अभिनय करहु प्रथा सुत तुम अवलोकन एकत्रित समस्त ये कुरुजन बंधु वर्ग सबो पार्थ विलोका भाषी वचन सदस्य ससोका लखिरणी हरि स्वजन नोरा शिथिल गात सुखत मुख मोरा तनु प्रकंप रोमांच अतिवा खसत हाथ ते धनु गांडीवा एमती से गुड़ा सब ये देखली जमी से गुड़ा सब कलु आम अभिनय कर देखलु माया को डाकिली कहली आस देखा आम एटा अभिनय करवा 15 दिन काल देखिले खाली देखिक कहली गले एटा म्यूजिक फ्यूजिक जहाँ कर सब चिराचिरी करदे फिर आउ थे नुआक लिखागला देखिक दिल्ली में जिते जी सब थे समस्त डाकिले आस देखो हम कैसा बनाया है देखो हम कैसा बनाया है एमती जहाँ बुलाबुली कलु लखनऊ बनारस इलाहाबाद 2 वर्ष रहिले दिल्ली रे वर्षटे तापर फेरी आसले अन्नपूर्णा फेर आसिक घरे थी अन्नपूर्णा वाला भिड़िले अच्छा अन्नपूर्णा थिएटर रे जो आसिले केते वर्ष पुणी रहिले अन्नपूर्णा थिएटर रहीगली तो आज पर्यंत रही अच्छा अन्नपूर्णा थिएटर रहा भितर आपण गुरु कालचरण महापात्र संस्पर्श रे आछंती कालीबंग थिएटर थिला बेले
କେଳୁଚରଣ ମହାପାତ୍ରଙ୍କ ସଂସ୍ପର୍ଶରେ। ତାପରେ ଅନ୍ନପୂର୍ଣ୍ଣା ଥିଏଟରରେ ସେ ତାପରେ ଅନ୍ନପୂର୍ଣ୍ଣା ଥିଏଟରରେ ଆସିଲି। ଅନ୍ନପୂର୍ଣ୍ଣା ଥିଏଟର ମଧ୍ୟରେ ମୁଁ ଛାଡ଼ି ଦେଇଥିଲି ଯେତେବେଳେ ସେମାନେ ଥିଲେ। କିଏ ସେ? କେଳୁବାବୁ ଆଉ ଲକ୍ଷ୍ମୀ। ସେ ବହିରେ ନାଚ ଶିଖାନ୍ତି, ଇଏ କରନ୍ତି, ସେ କରନ୍ତି। ତାପରେ ତାଙ୍କର ଦୁଇ ଜଣଙ୍କର ସମ୍ପର୍କ ହେଲା, ଯେମିତି ସେ ପଳେଇ ଆସିଲେ ସେଠୁ ବାହାରିକି। ଆପଣ ଅନ୍ନପୂର୍ଣ୍ଣା ଥିଏଟରରେ ଯେତେବେଳେ ପଶିଲେ ସେତେବେଳେ ସବୁ ବଡ଼ ବଡ଼ କିଏ ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ପ୍ରତିଭାବାନ ଲୋକ କିଏ ସବୁ ଥିଲେ? ନୃତ୍ୟ ସଙ୍ଗୀତ ଭିତରେ ଆମର କାର୍ତ୍ତିକ ଘୋଷ ଥିଲେ, ମାଷ୍ଟର ମାଣିଆ ଥିଲେ, ଆଉ ନିରଞ୍ଜନ ଶତପଥୀ ଥିଲେ। ଏମାନେ ସବୁ ଆକ୍ଟିଂ ବିଷୟରେ, ଦୁଃଖୀରାମ ସ୍ୱାଇଁ, ଏମାନେ ସବୁ, ସାମୁଏଲ ସାହୁ ବାବି, ଏମାନେ ସବୁ ଥିଲେ। ଏମାନେ ନୃତ୍ୟରେ କିଏ ଥିଲେ? ନୃତ୍ୟରେ ସେମିତି କେହି ନଥିଲେ। ନୃତ୍ୟ ଶିକ୍ଷା କିଏ ଦେଉଥିଲେ? ମୁଁ ଦେଉଥିଲି। ସଙ୍ଗୀତ? ସଙ୍ଗୀତ ସେତେବେଳେ ଆସୁଥିଲେ, ବାଳକୃଷ୍ଣ ଦାସ ଆସୁଥିଲେ, ଗୋଟେ ବହିରେ ଗୀତ କରିଦେଇ ଯାଉଥିଲେ। ହରିହର ପଣ୍ଡା? ହରିହର ପଣ୍ଡା ସେଗୁଡ଼ା ସବୁ ଇଏ କରନ୍ତି, ନିଜେ ହ୍ୟାଣ୍ଡେଲ କରି ରଖନ୍ତି। ତାପରେ କେତେବେଳେ କେତେବେଳେ ନିଜେ ଗୋଟେ ଗୋଟେ କରନ୍ତି। କିଶୋର କବି ଶ୍ୟାମସୁନ୍ଦର ଦାସ ଥାନ୍ତି, ସିଏ ଲେଖନ୍ତି। ବାଳକୃଷ୍ଣ ଦାସ ସ୍ୱର କରନ୍ତି। ତାପରେ ରଘୁ ପାଣିଗ୍ରାହୀ ଆସନ୍ତି, କେତେବେଳେ ସ୍ୱର କରନ୍ତି। ପ୍ରଫୁଲ୍ଲ କର କେତେବେଳେ ଆସି ସ୍ୱର କରନ୍ତି। ଆପଣ କମ୍ପୋଜିସନଟା କେବେଠୁ ଷ୍ଟାର୍ଟ କଲେ? ନିଜେ କମ୍ପୋଜ ଗୀତ କରି ନିଜେ କମ୍ପୋଜ କରିବା ପାଇଁ ସେ ତାଙ୍କର ଭଗବତ ଘରକୁ ଭଜନ ଦରକାର। କିଏ? ଆମ ମାଲିକଙ୍କର ଘର ଯେଉଁଠି ଅଛି ବାଣପୁର, ତାଙ୍କ ଭାଇ ଆସନ୍ତି, ଗୋପ ଗୋଟେ ଦୁଇଟା ଭଜନ ଦେବଟି ଆମର ସେ ଭଗବତ ଘରେ ଗାଇବେ ସବୁ। ମୁଁ ଯାହା ଜାଣିଥାଏ ଅନ୍ୟମାନଙ୍କର ଭଜନ ତାଙ୍କୁ ଲେଖିକିରି ଦିଏ। ଆଉ କିଛି ମନେ ପଡ଼ିଲାନି। ଏଠି ସିଏ କହିଲେ, ଆରେ ଭଜନ ଗୋଟେ ଲେଖିଦେଉନୁ। ମୁଁ ନିଜେ ଗୋଟେ ଲେଖିଲି। ତ୍ରିନାଥ ମେଳା ଉପରେ ଗୋଟେ ଭଜନ ଲେଖିଲି, ସେଇଠିକି ସିଏ ନେଇକିରି ଗଲେ। ଓହ, ଏତେ ଇଏ ହେଲେ ଯେ ଚାରିଆଡ଼େ একদম ପ୍ରଚାର ହେଇଗଲା, ବଢ଼ିଆ ହେଇଛି, ବଢ଼ିଆ ହେଇଛି, ବଢ଼ିଆ ହେଇଛି। ସେଠୁ ମୁଁ ଆସ୍ତେ ଆସ୍ତେ ଲେଖିବା ଆରମ୍ଭ କଲି। ଆଉ ଭଜନ ଗୋଟେ ଗୋଟେ ଭଜନ ଲେଖିବି, ତାଙ୍କୁ ଦେବି। ଗୋଟେ ଗୋଟେ ଓଡ଼ିଶୀ ଲେଖିବି, ମନ୍ଦିରରେ ଗାଇବି। ଏମିତି ହେଇକିରି ଥାଏ। ଆଚ୍ଛା, ସେତେବେଳେ ଓଡ଼ିଶୀ ଗୋଟିପୁଅ ନୃତ୍ୟରେ ମାନେ ପ୍ରମୁଖ ଲୋକ ସବୁ କିଏ ଥିଲେ ଆପଣ ରହିଥିବା ଅବସ୍ଥାରେ? ଓଡ଼ିଶୀରେ କିଏ? ଓଡ଼ିଶୀରେ ସେ କ'ଣ ତାଙ୍କ ନାଁ, ଯେ ଯାହାଠୁ ସବୁ ଶିଖୁଥିଲେ, ଦେବ ହେରିକା, ମଦନ ମହାପାତ୍ର ନା କିଏ? ସେ ମୋହନ ମହାପାତ୍ର। ମୋହନ ସେ ଗୋଟିପୁଅ ଗୁରୁ ଥିଲେ। ଗୋଟିପୁଅ ଗୁରୁ ଥିଲେ। ତାଙ୍କଠୁ ଯାଇକିରି ଅଭିନୟ ଶିଖିକିରି ଆସନ୍ତି। ସେ ପୁରୀରେ ଥାନ୍ତି? ହଁ, ପୁରୀରେ ଥାନ୍ତି। ତାଙ୍କଠୁ ଆମେ ଯେତେବେଳେ ଆପଣ ତାଙ୍କଠୁ କିଛି ଶିଖିଛନ୍ତି? ହଁ, ମୋହନ ମହାପାତ୍ର। ମୋହନ ମହାପାତ୍ର ଯାଇକି ଶିଖଉଥିଲେ। ସିଏ ତ ଆମେ ଜାଣିନୁ ସିଏ କ'ଣ ଶିଖାନ୍ତି, ଦୁର୍ଲଭ ଆମକୁ ଶିଖାନ୍ତି। ମୋହନ ମହାପାତ୍ର କହିଦିଅନ୍ତି, ଏମିତି ଏମିତି ହେବ। ସେତେବେଳେ ଗୁରୁ ପଙ୍କଜ ଚରଣ ଦାସ ଥିଲେ। ହଁ, ସିଏ ଏ ନାଚ ଫାଚ କିଛି ଜାଣିନଥିଲେ। ଅନ୍ନପୂର୍ଣ୍ଣା ଥିଏଟର ସାଙ୍ଗେ ତାଙ୍କର ଭଲ ଥିଲା ସମ୍ପର୍କ। ଆସ୍ତେ ଆସ୍ତେ ନାଚଟାକୁ ଦେଖୁ 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 ସିଏ କହିଲେ, ଏ ତ ମାହାରି ଘର ଜିନିଷ, ମୁଁ କାହିଁକି ନ କରିବି। ସିଏ ଏଠୁ ଆସ୍ତେ ଆସ୍ତେ ସେ କମିକିରେ ଟିକେ ଟିକେ ବାହାରୁଥିଲେ, କେତେବେଳେ ଟିକେ ନାଚି ଦେଉଥିଲେ, କେତେବେଳେ ଇଏ କରୁଥିଲେ। କିନ୍ତୁ ଏଇଟାକୁ ଫେରେ ଜୀବିକା କରିଦେଲେ, ଏଇଟାକୁ ତାପରେ ଜୀବିକା କଲେ। କେଳୁବାବୁ ବି ତାଙ୍କଠୁ ଶିଖୁଥିଲେ, ପଙ୍କଜ ଚରଣ ଦାସ। ଆଚ୍ଛା, ଦେବବାବୁ ଗୁରୁ ଦେବପ୍ରସାଦ ଦାସ ଅନ୍ନପୂର୍ଣ୍ଣା ଥିଏଟରରେ ଥିଲେ? କିଛି ଦିନ ଥିଲେ। ହଁ, କିଛି ଦିନ ଥିଲେ। ପ୍ରାୟ କେତେ ବର୍ଷେ ଖଣ୍ଡେ ଥିଲେ? ବେଶୀ ଥିଲେ। ସିଏ କ'ଣ ଶିଖଉଥିଲେ ନା କ'ଣ କରୁଥିଲେ? ସିଏ ଶିଖେଇବା ଭିତରେ ସେମିତି କିଛି ଶିଖେଇ ନଥାନ୍ତି। କେଳୁବାବୁ ଥାନ୍ତି ତ, କେଳୁବାବୁ କ'ଣ କରି ନା ସମସ୍ତଙ୍କୁ ନଚାନ୍ତି। ମାଧର, ଇଏ ଦେବଦାସ, ମୁଁ ଆଉ ଅନ୍ୟ ପିଲାମାନେ ସମସ୍ତେ ପ୍ରାକ୍ଟିସ୍ କରନ୍ତି। ସିଏ ତବଲା ବଜାନ୍ତି। ତାପରେ ସିଏ ହେଠୁ ସମସ୍ତେ ତ ଫିଟିଗଲେ, ପାଟି ଭାଙ୍ଗିଗଲେ, ଯେ କ'ଣ ଅଲଗା ଅଲଗା ହେଇଗଲେ, କିଏ କେଉଁଠି ଆଉଜି ଗଲେ। ଆଉ କ'ଣ ଆଉଜି ଗଲା ପରେ ଏଠି କଟକରେ ତିଆରି ହେଲା ଜୟନ୍ତିକା, ଓଡ଼ିଶୀ ନାଚ ପାଇଁକି ସମସ୍ତେ ମିଶିକିରି ଗୋଟେ କରିବେ। ମୁଁ ରହିଗଲି ଅନ୍ନପୂର୍ଣ୍ଣାରେ। ସେଠି ଏମିତି ବନ୍ଧା ହେଇକି ରହିଲି ଯେ ମୁଁ କୁଆଡ଼େ ମୁଭ୍ କରିପାରିଲି। ବହିଟା ଗୋଟେ ଲମ୍ବା ବହିଟେ, ଭଲ ବହିଟା। ସେ ବହିଟା ମୋ ପାଖରୁ ମୁଁ ରଖିଥିଲି ତାକୁ। ସେ ବନ୍ୟା ବାତ୍ୟା ବେଳେ ସେ ବହିଟା ସିଂହା ସାର୍ଙ୍କର ଅଛି, ସବୁ ଗୁରୁମାନଙ୍କର ରହିଥିଲା। ଜୟନ୍ତିକା ଯେଉଁ ଗୋଟେ ବହି ବାହାର ସେ ଗୋଟି ପୁଅ। ଆଚ୍ଛା, ଗୁରୁ କେଳୁଚରଣ ମହାପାତ୍ର ବା ଗୁରୁ ପଙ୍କଜ ଚରଣ ଦାସ ବା ଗୁରୁ ଦେବପ୍ରସାଦ ଦାସ ବା ଦୁର୍ଲଭ ସିଂ, ଏମାନେ ଯେଉଁ ସବୁ ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ଥିଲେ, ବିଶେଷ କରି ନୃତ୍ୟ କ୍ଷେତ୍ରରେ, ତାଙ୍କ ସାଙ୍ଗେ କିଛି କାମ କରିବାର ସୁଯୋଗ ପାଇଛନ୍ତି? ହଁ, ସବୁବେଳେ କାମ କରି କିଛି କମ୍ପୋଜିସନ କରିଛନ୍ତି? କେଉଁ ଟାଇପ୍ର ଗୋଟେ ଉଦାହରଣ ଦିଅନ୍ତୁ। ଧରନ୍ତୁ, ଗଙ୍ଗା ସ୍କୁଲରେ ଗୋଟେ କଲି, ସେତେବେଳେ ପଙ୍କଜ ଦା ଯାଇକିରି ବସେ। ସେଇଟା ହେଉଛି ପର୍ବାଣୀ। ସେଟା କାହା ଉପରେ ବେସ୍ କରିଛି? ଏଇ ତପୋଇ ବିଷୟରେ। ଆଚ୍ଛା।
जो स्टेपटा देखौली तप एमती जाऊँगी बोलिकी से सब स्टेप सब देती ता भर जड़े लिखी मु कहली नाई नाई कौ जगार कौन टे दरकार हम मुझे लिखी कि ना हाँ आप लिखे मझे मझे सब टे कौन कौन देखे बोलिए किसी मन पड़े अच्छा आउ कौन शिखई ओडिसी गीत तो सब युवा सब कर कंडूरी हेरिका सब मागती दियो आमको गीत दियो सखा मागे सखा मत दियो सी रेकर्ड करके नहीं जाए दिल्ली एमती हो से सब हुए मु मोर शिखई कौन कि देखिली लो माँ आजीवन लिंकी देखिली लो माँ कोड़ी बिकी गला बेले गोपपुर गली की देखिली लगुन कहीं कौन कर देखिली लो आजीवन की देखिली लो कोली बिकी गला बेले गोपपुर गली की देखिली लो धूली बोली होई अंगे खेलुथिबा बेले रंगे गोपाल बालक संगे से लावण्य झलिकी देखिली लो माँ सर आप जिते ओडिसी संगीत नृत्य जिते आरंभ है जिते धरतु नृत्य क्षेत्र में जमी केलुचरण महापात्र जयंतिका परवर्ती अवस्था तापर गुरु मायाधर राउत गुरु हरेकृष्ण बेहेरा बा गुरु पंकजचरण दास देव हरि बेहेरा जो कौन सुरेंद्र जेना एम सब आसती मो पाक टिके कौन पिला बतई दे अच्छा से आपण निज रचना कौन से आरंभ करते अच्छा चंपू छांद एगुड़ाक सब आम तो रास करूँ ना जो चंपू मधुमंगल होती सेगुड़ा सब कौन करुले कमी मधुमंगल गोटे मधुमंगल तो जहाँ रोलटा थाए जो गीत जोड़े आसे से गीत जोड़े गाई दिए बाकी मन पड़ो सेगुड़ा सब कि मन पड़ो झगड़ी मात्र हेलो हे श्याम झगड़ी इटा गोटे झचंपू तापर आउ गोटे मधुमंगल थिला कौन मन पड़े पूरा सब गुड़ाक मन रही जाता छांद चौपदी चौतीसा किसी हाँ लिखी गुड़े लिखी ये 10 जन्म नियंत्रण कौन जो से दासकाठिया वाला संबलपुर थी गोटे चिठी पठेले मो पास सारे आमको चोखी आगे गोटे लिखिक दिंतु विषय से विषय मुझे किसी जानी कौन लिखे शुणम सहिम कर महुल माइका कर नुआ कथा हित कर विचार कर धरी स्नेह पति कर बेगे परामर्श कर कौन चिकित्सा कर खाद्य बिने पड़िला कर देश सुस्थ हेब जन्म निरोध कर चार पद लिखिक देख से दासकाठिया कले धरिक कहने से साढ़े सब आसला जे आम पे लेख आम सर आप अन्नपूर्णा
ବର୍ତ୍ତମାନ ପର୍ଯ୍ୟନ୍ତ ଛାଡ଼ି ନାହାନ୍ତି ସେମିତି କହିବାକୁ ଗଲେ ଅଛି ତ ସେମିତି ସେଇଭଳିଆ ଅଛି। କିନ୍ତୁ ଅନ୍ନପୂର୍ଣ୍ଣା ଠୁ ଅଲଗା ହେଇକିରି ଆପଣ ଯେତେବେଳେ ଟିକେ ବିରତି ପାଆନ୍ତି ସେତେବେଳେ କ'ଣ କରିବାକୁ ଭଲ ପାଆନ୍ତି? ମୁଁ କ'ଣ କରିବାକୁ କ'ଣ ଅର୍ଥ ଚିନ୍ତା ତ ସବୁବେଳେ, ତେଣୁ ଯାତ୍ରାପାଟି ଭିଡ଼ିଦେଲେ ମୁଁ ଚାଲିଯାଏ। ଆପଣଙ୍କର ଯାତ୍ରା ପାର୍ଟିରେ ଯେଉଁ ମାନେ ଅନୁଭୂତି ଯେ ଯାତ୍ରା ପାର୍ଟି ଯୋଗୁଁ ଓଡ଼ିଶୀ ନୃତ୍ୟ ବା ଓଡ଼ିଶୀ ସଙ୍ଗୀତ ବା ଆମର ଲୋକନୃତ୍ୟ ଲୋକସଙ୍ଗୀତ ବେଶୀ ସେଥିରେ ଲୋକନୃତ୍ୟ ଥିଲା। ଓଡ଼ିଶୀଟାକୁ ଏଆଡ଼େ ସବୁ ମାନେ ଏମିତି କରିଦେଇଥାନ୍ତି ଯାହାକି ସେଠି ସେ ପିଲାମାନେ ଓଡ଼ିଶୀ ପାରନ୍ତିନି, ତେଣୁ ସେଗୁଡ଼ାକ ଇଏ କରାଯାଏ। ଲୋକନୃତ୍ୟ ଲୋକସଙ୍ଗୀତ ଯେଉଁ ତା ଭିତରେ ଆପଣ ଯେତେବେଳେ ଶିକ୍ଷା ଦେଲେ ସେତେବେଳେ ଆପଣଙ୍କର ସେଇ ଯେଉଁ ଚିନ୍ତାଧାରାଟା କ'ଣ ଥିଲା? ମାନେ ଆପଣ କେଉଁଠୁ ସେଇ ସବୁ ଉପାଦାନ ପାଇଥିଲେ? କିଛି ଭାବେ ଆସେ ମୁଁ କିଛି ଜାଣିପାରିନି। ଲେଖିଦେଇ ସାରିଲା ପରେ ମୁଁ ଭାବେ ଏଇଟାକୁ ମୁଁ ଲେଖିଛି, ଜନ୍ମ ନିୟନ୍ତ୍ରଣ ଲେଖିଛି, ନିଶା ନିବାରଣ ଲେଖିଛି, ସ୍ୱଳ୍ପ ସଞ୍ଚୟ ଯୋଜନା ଲେଖିଛି, ସବୁ ଯାବତୀୟ ପ୍ରକାର ଦେଶ ହିତ ପାଇଁ ଲେଖିଛି। ଆଚ୍ଛା, ଯାତ୍ରାରେ ଯେତେବେଳେ ଯାତ୍ରାର ପ୍ରାୟ ବିଷୟବସ୍ତୁ ହେଲା ସାମାଜିକ, ପ୍ରାୟ କ୍ୱଚିତ ଐତିହାସିକ ବା ଇଏ କାଳ୍ପନିକ ବା ପୌରାଣିକ ଥିବ, ପ୍ରାୟ ସାମାଜିକ ବସ୍ତୁ ଉପରେ ମାନେ ବିଷୟବସ୍ତୁକୁ ନେଇକରି ଆପଣ ଯେତେବେଳେ ଲୋକନୃତ୍ୟ ଲୋକସଙ୍ଗୀତ ସଂଯୋଜନା କରନ୍ତି ସେଟା ଭାରି ଗ୍ରହଣୀୟ ହୁଏ, ଲୋକ ପସନ୍ଦ କରନ୍ତି ବହୁତ। ଆପଣ ଭାବୁଛନ୍ତି କି ମାନେ ଯାତ୍ରା ହିଁ କେବଳ ଲୋକମାନଙ୍କୁ ଆନନ୍ଦ ଦେବ, ଅନ୍ୟ କିଛି ଫର୍ମରେ ନ ଦେଇ ଯାତ୍ରା ଉପରେ ବହୁତ ଗୁରୁତ୍ୱ ଦେବା ଉଚିତ? ଯାତ୍ରା ଉପରେ ଗୁରୁତ୍ୱ ଦେବା କଥା ନାହିଁ। ସେ ଯେଉଁ ଲୋକଗୀତ ଗୁଡ଼ାକ ସେଗୁଡ଼ା ହେଉଛି ପ୍ରକୃତ ଜୀବନ, ପ୍ରକୃତ ପ୍ରାଣ ସେଥିରେ ଅଛି। ଏଗୁଡ଼ା ସବୁ ଯେମିତି କେମିକାଲ, ଯେମିତି ଗୋଟେ ଦେଖେଇ ହେବା। ସାର୍ ଗୋଟେ ଉଦାହରଣ ଦେଉଛି, ମନେକର ଦଣ୍ଡ ନୃତ୍ୟ। ଦଣ୍ଡ ନୃତ୍ୟ ବର୍ତ୍ତମାନ ବିଭିନ୍ନ ପ୍ରକାର ଦଣ୍ଡ ଅଛି, କିନ୍ତୁ ଦଣ୍ଡ ନୃତ୍ୟ ଯେଉଁ ଶବର ସବରୁଣୀ, ଯେଉଁ ପତ୍ର ସଉରୁଣୀ, ଏଇ ଯେଉଁ ଜିନିଷ ଗୁଡ଼ାକ ଯେଉଁ ତାଙ୍କ ଭିତରେ ଯେଉଁ ପାରିବାରିକ ବାଦ ବିବାଦକୁ ନେଇକରି ଯେଉଁ ବ୍ୟଙ୍ଗ ପରିବେଷଣ, ସେଇଟା ବହୁତ ଲୋକମାନଙ୍କୁ ଆନନ୍ଦ ଦିଏ। ଆଚ୍ଛା, ସେଇ ଜିନିଷଟାକୁ ଆପଣ କେବେ ହେଲେ ଭାବିଛନ୍ତି କି ସେଠି ଆର୍ଟ ଫର୍ମ ଅଛି ଯାହାକୁ ଆଉ କରିହେବ, ମାନେ ପରିବେଷଣ ଯୋଗ୍ୟ କରିହେବ? ହବନି ସେ ଜିନିଷକୁ। ଯେମିତି ଆଉ କ'ଣ କୁହନ୍ତୁ, ମନେକର କେଳା କେଳୁଣି, କେଳା କେଳୁଣି ଯାହା ଯାଉଛି, ଭୂତ କେଳି କିମ୍ବା ଏସବୁ ଭାଲୁ ନାଚ। ଭାଲୁ ନାଚ ତ ଆପଣ ଜାଣିଥିବେ, ସେଇଟା ଭାଲୁ ନାଚ ସେଗୁଡ଼ା ସବୁ ଗ୍ରୁପ୍ ଉପରେ ହେବ। ଗ୍ରୁପ୍ ଉପରେ ହେବ ତିନିଟା ଧରିକିରି ତାକୁ ଇ କଲେଲା ବାଲା, ଗୋଟେ ପଖଜ ବଜେଇଲା ବାଲା, ଗୋଟେ ଢୋଲ ବଜେଇଲା ବାଲା, ଗୋଟେ ମହୁରୀ ବଜେଇଲା ବାଲା, ଏତିକି ଭିତରେ ଗୋଟେ ଭାଲୁ ନାଚ। ଆଚ୍ଛା ସାର୍, ଯେତିକି ବାଟ ଆପଣ ବର୍ତ୍ତମାନ ଏଇ କଳା ସଂସ୍କୃତି ଦିଗରେ ଆପଣ ଜଡ଼ିତ ରହିଛନ୍ତି, ଆପଣଙ୍କ ମନରେ କିଛି ଅବଶୋଷ ରହୁଛି କି? ମାନେ ଆଉ କ'ଣ ଟିକେ କରିଥିଲେ ଟିକେ ଶାନ୍ତି ପାଆନ୍ତି, ମାନେ ଆଉ କିଛି ମୁଁ ମୋର ସମାଜକୁ ବା ମୋର ଏଇ ସଙ୍ଗୀତ ନୃତ୍ୟ କ୍ଷେତ୍ରକୁ ଆଉ ଟିକେ ମୁଁ କରିଥାନ୍ତି କି? ନିଶ୍ଚୟ ସେଇଟା ହେଉଛି କ'ଣ, ମନରେ ଗୋଟେ ଭାବନା ଟିକିଏ ହେଲେ ଟିକେ ଚିନ୍ତ କେମିତି ନିଜର ଦେଶର ଗ୍ରାମର ସଂସାରର ହେବ ହିତ, ଏଇଟା ମନ ଭିତରେ ସବୁବେଳେ ଉଙ୍କି ମାରୁଛି ଯେ କ'ଣ ଆମେ ଦେଶ ପାଇଁ ଏଇଟା ଗୋଟେ କରିଦେବା। ମୁଁ ତ ସବୁ କରିଛି, କ'ଣ କଲେ ଏଇ ନୃତ୍ୟ ସଙ୍ଗୀତ, ବିଶେଷ କରି ଏଇ ଯେଉଁ ଗୋଟି ପୁଅ ନୃତ୍ୟ ମନେକର ଧରାଯାଉ, ଆପଣଙ୍କ ଦୃଷ୍ଟିରେ ଆପଣଙ୍କ ଚିନ୍ତାଧାରାରେ କ'ଣ କଲେ ଏ ଗୋଟି ପୁଅ ନୃତ୍ୟ ଏ କଳା ଆହୁରି ବଞ୍ଚିବ, ଆହୁରି ଉନ୍ନତ ହେବ ଏବଂ ଏଥିପ୍ରତି ଲୋକମାନଙ୍କର ମାନେ ଚିନ୍ତାଧାରା ବଦଳିବ ଏବଂ ଏଇଟା ଗୋଟେ ପରମ୍ପରା ହେଇକି ସବୁବେଳେ ରହିବ? କ'ଣ କଲେ? ଗୋଟି ପୁଅ ନୃତ୍ୟରେ ସେମାନେ ଖାଲି ନାଚି ଦେଉଛନ୍ତି, ତାକୁ ସଂଯୋଜନା କରିବା ଦରକାର, ଗୋଟେ ପ୍ଲଟ୍ ନେଇକିରି କରିବା ଦରକାର। ଦି ବନ୍ଧ should be integrated with the music and dance, that is his opinion। ଗୋଟେ ଜିନିଷ ହେଉଛି, ଗୋଟେ ଷ୍ଟୋରିଟେ ମୁଁ କମ୍ପୋଜ କଲି, ସେଇଟା ଗୋଟି ପୁଅ ନାଚରେ ହେବ। ସେ ଷ୍ଟୋରିଟା ହେଲେ ଲୋକ ବୁଝିବେ, ଏଇ ଷ୍ଟୋରିଟା ହେଲା, ଏଇଟା ଏମିତି ହେଲା, ଏଇଟା ସେମିତି ହେଲା, ଏଇଟା ଏମିତି ଲୋକ ବୁଝିଗଲେ। ଆଉ ଖାଲି ନାଚିଦେଲି, ଧାରିନା ନାଚନା କରିକି ନାଚିଦେଲି, ଏଠୁ ଗୋଟେ ବନ୍ଧ କରିଦେଲି, ଏମିତି ହେଇକି ଠିଆ ହେଇପଡ଼ିଲି, ଏମିତି ହେଇକି ତା ଉପରେ ଚଢ଼ିଗଲି। ତେଣୁ ଆପଣ କହୁଛନ୍ତି ଯଦି ଗୋଟି ପୁଅ ନୃତ୍ୟରେ ଆମ ରାସ ପରମ୍ପରାଟାକୁ ଦେବା, ତା ଦେହରେ ସଙ୍ଗୀତ ରହିଲା, ନୃତ୍ୟ ବି ରହିଲା ଏବଂ ବନ୍ଧ ବି ଯଦି ସଂଯୋଜନା କରିବା ତାହା ଭଲ ହେବ, ଲୋକ ବି ତାକୁ ଗ୍ରହଣ କରିବେ। ଯେ ବର୍ତ୍ତମାନ ଯେଉଁ ଭଳିଆ ଚାଲିଛି ସଙ୍ଗୀତଟାକୁ ପ୍ରାୟ ବନ୍ଦ କରିସାରିଲେଣି, ମୋତେ ଥରେ କେବଳ ସଙ୍ଗୀତ ଗୁରୁ ହାରମୋନିୟମ ବଜେଇ ସଙ୍ଗୀତ ଗାଇବ, ପିଲାମାନେ ନାଚିବେ। ତାହେଲେ ଏଇଟାରେ ସାର୍ ଏଇ ଯେଉଁ ପରମ୍ପରାରେ ସଙ୍ଗୀତର ପ୍ରଭାବଟା ମାନେ କମି ଯାଉଛି।
ତେଣୁ ସଙ୍ଗୀତର ଯେଉଁ ଆମେ ଯେଉଁ ଚିନ୍ତା କରୁଛେ ଓଡ଼ିଶୀର ବିଭିନ୍ନ ଯେଉଁ ସଙ୍ଗୀତ ଛାନ୍ଦ ଚମ୍ପୁ ଚଉତିଶା ଆଉ ବିଭିନ୍ନ ପ୍ରକାର ଓଡ଼ିଶୀ ରାଗ ସଙ୍ଗୀତ ତାକୁ ଆଉ କମ୍ ଗୁରୁତ୍ୱ ବା ଗୁରୁତ୍ୱ ପୁରା ଦିଆଯାଉନାହିଁ, ଯାହାଫଳରେ କେବଳ ନାଚ ଏବଂ ବନ୍ଧକୁ ହଁ ପ୍ରାଧାନ୍ୟ କରିକି ସେ ଚାରିଆଡ଼େ ଦେଖି ଯାଉଛନ୍ତି, ବନ୍ଧ ଦେଖିଲା ବେଳକୁ ସମସ୍ତେ ଭୁଲି ଯାଉଛନ୍ତି, ଆରେ ଏମିତି ହେଲା, ଆରେ ସେମିତି ହେଲା, ଆରେ ଏମିତି ହାତରେ ଚାଲି ଯାଉଛି। ସାର୍ ଗୋଟିପୁଅ ନୃତ୍ୟରେ ବର୍ତ୍ତମାନ ସଞ୍ଚାରୀଟାକୁ ଦେଲେଣି, ଏଇଟା କ'ଣ ସ୍ୱାଗତ ଯୋଗ୍ୟ, ଏଇଟା ଗ୍ରହଣୀୟ? କାହିଁକି ହେବ? ଆଚ୍ଛା, କେଉଁଥିରେ ସବୁଥିରେ ତ ସେୟା ହେଉଛି, ଆସ୍ତେ ଆସ୍ତେ ଡେଭଲପ୍ କରି ଚାଲିଛି। ଗୋଟିପୁଅ ଡେଭଲପ୍ କରି ସେ ଆହୁରି ଭଲ। ସେ ସଞ୍ଚାରୀ ଇଜ୍ ଆକ୍ସେପ୍ଟେବୁଲ୍, ଇଟ୍ ସୁଡ୍ ବି ଏନକରେଜ୍ଡ ଲାଇକ୍ ଓଡ଼ିଶୀ। ନାଇଁ ଦ୍ୟାଟ୍ ଇଜ୍ ହିଜ୍ ଓପିନିଅନ୍। ଇଏ କହୁଥିଲେ କି ଆମ ଯେଉଁ ପୁରୀର ଡିସିଓ ସାମନ୍ତରାୟ କହୁଥିଲେ ତମେ ସପ୍ତରଥିଟାକୁ ଓଡ଼ିଶୀରେ ଏଥିରେ ଶିଖାଅ ଗୋଟିପୁଅରେ। ସପ୍ତରଥିଟାକୁ ଗଙ୍ଗା ସ୍କୁଲରେ କରିଛନ୍ତି, ସପ୍ତରଥି ସେ କରିଛନ୍ତି ତାଙ୍କର। ମୁଁ କହିଲି ସିଏ ତ ଗୋଟେ କରିଛନ୍ତି, ଆମେ ଆଉ ସେଇଟାକୁ କାହିଁ କରିବା, ଆମେ ଅଲଗା ଗୋଟେ। ଆଚ୍ଛା, ଆପଣ ସାର୍ ଚାହୁଁଛନ୍ତି ବର୍ତ୍ତମାନ ଯେଉଁ ଗୋଟିପୁଅ ଯେଉଁ ପରିବେଷଣ ହେଉଛି ତାହାର ବିଷୟବସ୍ତୁର କିଛି ପରିବର୍ତ୍ତନ ଦରକାର? ହଁ, ପରିବର୍ତ୍ତନ ଦରକାର ନାହିଁ। ବିଷୟବସ୍ତୁ ପରିବର୍ତ୍ତନ ନ କରି ଖାଲି ଯେ ନାଚଟେ ନାଚିଦେବା, ତା ଦେହରେ ସେ ନାଚ ସାଙ୍ଗରେ ଭଙ୍ଗୀର କିଛି ମୂଲ୍ୟ ନାହିଁ, ତା ସାଙ୍ଗରେ ସାମଞ୍ଜସ୍ୟ ନାହିଁ କିଛି। ଏଇଟା କାହିଁକି କଲା ବୋଲି ପଚାରିଦେଲେ ନାହିଁ, ଆମେ ଜାଣିବୁ। ସାର୍ ବର୍ତ୍ତମାନ ମୁଁ ଦେଖିଲିଣି ନାଚଟା ବର୍ତ୍ତମାନ ମନେକର କିଶ ଭାଗ କୁଞ୍ଜରେ ନାଚ ହେଇଗଲା, ମନେକର ଗୋଟେ ଏକତାଳିରେ ଗଲା, ଗୋଟେ ଆଠତାଳିରେ ଗଲା, କି ଗୋଟେ ଝୁଲା ତାଳରେ ଗଲା, ଇଏ ଗଲା ପରେ ସାଙ୍ଗେ ସାଙ୍ଗେ ସେଥିରୁ ଯେତେବେଳେ ବନ୍ଧକୁ ସେମାନେ ଇଏ କରୁଛନ୍ତି, ପରିବେଷଣ କରୁଛନ୍ତି, ଗୋଟେ ପଜ୍ ରହିଯାଉଛି, ତାପରେ ସେଥିରୁ ଥାମ୍ ଥେଇ, ଏଇଟା ବହୁତ ମାନେ ଗ୍ୟାପ୍ଟା ମୋତେ ଏତେ ଶ୍ରୁତି କଟୁ ଲାଗୁଛି, ଏତେ ଭଲ ଲାଗୁଛି। କେମିତି ଭଲ ଲାଗିବ? ତେଣୁ ଆପଣ କହିବା ଅନୁସାରେ ଯଦି ଏଇଟା ମିଶିଯାଆନ୍ତା ମିଶିକି ରହିବ, ତାହେଲେ ସେଇଟା ଗୋଟେ ଧର କିଶ ଭାଗ କୁଞ୍ଜେ କୁଞ୍ଜେ କହିଲା ବେଳକୁ ଗୋଟେ କୁଞ୍ଜଟେ ସେମାନେ ହେଇକି ରହିଗଲେ, ବୁଝିଲେ? ଗୋଟେ କୁଞ୍ଜ ହେଇକି ରହିଗଲେ, ଜଣେ ତା ଭିତରେ କୃଷ୍ଣ ହେଇକି ରହିଛି, ବାକି ଦୁଇ ଜଣ ଅଭିନୟ ଦେଖାଉଛନ୍ତି, କିଶ ଭାଗ କୁଞ୍ଜେ ମଦନ କିଏ ଯାହା। ସେଠୁ ମୁଁ ଏଇଟାରେ କରିଛି ପରା, ଦେଖିଲି ଦେଖିଲି ଲୁମା ଆଜି ବନମାଳିଙ୍କି, ନାଟାଙ୍ଗୀ ଟିକେ ପୁରେଇ ଦେଇଛି ସେଥିରେ। କେମିତି ଦେଖିଲି ନା କାଳି ଉପରେ ଠିଆ ହେଇଥିଲେ ଦେଖିଲି, କେମିତି ଦେଖିଲି ବକାସୁରକୁ ଚିରି ଦେଉଥିଲେ ଦେଖିଲି, କେମିତି ଦେଖିଲି ସେ ଯେଉଁ ସ୍ୱର ଆଣିକିରି ଖାଉଛି ଦେଖିଲି, ବିଭିନ୍ନ ପ୍ରକାର ଦେଖିଲି। ଓଡ଼ିଶୀ ସଙ୍ଗୀତରେ ଯେଉଁ 3 ପ୍ରକାର ପ୍ରବନ୍ଧ ଅଛି, ନାଟାଙ୍ଗୀ, ରାଗାଙ୍ଗୀ, ଭାବାଙ୍ଗ, ସେଇ 3 ପ୍ରକାର ଗୀତ ଗୋଟିପୁଅ ନୃତ୍ୟରେ ଚାଲିପାରିବ? ହଁ, କାହିଁକି ଚାଲିବନି? ନାଟାଙ୍ଗୀରେ କରିହେବ, ଭାବାଙ୍ଗରେ ବି କରିହେବ, ରାଗାଙ୍ଗରେ ବି କରିହେବ। ରାଗାଙ୍ଗର ଅପେକ୍ଷା ଭାବାଙ୍ଗ ନାଟାଙ୍ଗୀଟା ବେଶୀ। ନୃତ୍ୟ ତ ଗୋଟେ, ତମେ ହାତୀକି ହାତୀ କହୁଛ, ଆମେ କହୁଛୁ ଏଲିଫେଣ୍ଟ, ନା ଆମେ କହୁଛୁ ଇଏ ଯାହା ଯେମିତି କହୁଛି, ପାଣିକି ତମେ ପାଣି କହୁଛ, ସିଏ କହୁଛନ୍ତି ୱାଟର, ସିଏ କହୁଛନ୍ତି ନେଳୁ, ସିଏ କହୁଛନ୍ତି ପାଣିଟା ପାଣି। ସେମିତି ନୃତ୍ୟଟା ନୃତ୍ୟ। ବର୍ତ୍ତମାନ ଗୋଟେ ସମୟ ଆସିଛି ସାର୍, ଗୋଟିପୁଅ ନୃତ୍ୟକୁ ଗୋଟେ ବିଷୟବସ୍ତୁ ମାଧ୍ୟମରେ କିଛି ନିର୍ଦ୍ଦିଷ୍ଟ ବିଷୟବସ୍ତୁକୁ ନେଇ ତାର ଯେଉଁ ପରିବେଷଣ ସଂଯୋଜନା, ମାନେ ବନ୍ଧ ନୃତ୍ୟ, ସଙ୍ଗୀତ ଏବଂ ଅଭିନୟ ସବୁକୁ ମିଶେଇକି ଇଣ୍ଟିଗ୍ରେଟେଡ୍ କରିକିରି ତାକୁ ପରିବେଷଣ କଲେ ଅତି ସୁନ୍ଦର, ଚମତ୍କାର ହେବ। ସେଇଟା ସେଇ ଆମେ 5 ଜଣ ବସିଲେ ତାକୁ ଗୋଟେ ମ୍ୟାମ୍ କଲେ ଏ ଷ୍ଟେପ୍ଟା ଏଇଠି କାହିଁକି ଦିଆହେବ, ତାର ଗୋଟେ ଥିବ, ତା ସହିତ ମିଶିକିରି ଥିବ, ଏଇଟା ଏଇଠି ଦରକାର, ସେମିତି ଗୋଟେ କଲେ ହେବ, ହେବନି କାହିଁକି? ଆଚ୍ଛା, ବର୍ତ୍ତମାନ ଯେଉଁ ନୃତ୍ୟ ଓଡ଼ିଶୀ ଗୋଟିପୁଅ ନୃତ୍ୟ, ସଙ୍ଗୀତ ଏବଂ ବନ୍ଧକୁ ମିଶେଇକରି ଯେଉଁ ପରିବେଷଣ କଥା ଚିନ୍ତା କରାଯାଉଛି, ଯାହାଫଳରେ ଲୋକ ଆଉ ଗ୍ରହଣ କରିବେ, ସେଇଟା କି ବର୍ତ୍ତମାନ ଯେଉଁ ଗୁରୁକୁଳ ସିଷ୍ଟମ୍ ଅଛି ତା ଦେହରେ କରିହେବ? ସୁଯୋଗ ଅଛି, ସୁବିଧା ବି ଅଛି, କରିହେବ, କରାଯାଇଛି। ସାର୍ ଯେଉଁ କଥାଟା କହିଲେ, ବର୍ତ୍ତମାନ ବି ଆମେ ଗୋଟିଏ ଗୀତକୁ ଗଙ୍ଗା ଭାଇ ମୋତେ କହିଲେ, ଲିଙ୍ଗ ସାର୍ ଗୁଡ଼ାଏ ଗୋଟିପୁଅରେ ଖାଲି ଗୁଡ଼ାଏ ଗୀତ ଅଭିନୟ କରିକିରି 2 ଘଣ୍ଟା 3 ଘଣ୍ଟା ଲୋକଙ୍କୁ ବୋର୍ ଲାଗୁଛି, ତାକୁ ଟିକେ ଆଉ ମଡେଲାଇଜ୍ ଟିକେ କଲେ ଆଉ ଟିକେ ସୁନ୍ଦର ଲାଗିବ। ମୁଁ ଭାବୁଛି କ'ଣ କରିବା, ସେ ନାଟ ମଣ୍ଡପରେ ଗୋଟେ ଯେଉଁ ଆମର ଗୋଟିପୁଅ ଏଇଟା ହେଇଥିଲା, ମୁଁ କହିଲି ମୁଁ ଯଦି କିଶୋଭା କୁଞ୍ଜେ ସେଇଟାକୁ କରିଦେଇଛି,
ଧର ସେ ମାଝି ସାର୍ ହୁଅନ୍ତୁ କିମ୍ବା ଜୟୀ ସାର୍ ହୁଅନ୍ତୁ, ସିଏ ସେ ଗୀତ ନ କରିକି କ'ଣ ଆଉ କ'ଣ ଗୋଟି ପୁରା ଗୀତ ନାହିଁ? ଦେଖ ସେ ରହିବ ଦେଖିବ ପରା ଆସରେ ବିଭିନ୍ନ ପ୍ରକାର ଅଛି, ମୁଁ ଯେଉଁଟା କରିଦେଇଛି ଆଉ ଆପଣ ସେଇଟାକୁ କରନ୍ତୁ ନାହିଁ ସାର୍ କହିଲି। ତାପରେ ମୁଁ ଯେଉଁ ଷ୍ଟାଇଲରେ ସେ ଗୀତଟାକୁ ଗାଉଛି ଆପଣ ତ ସେ ଷ୍ଟାଇଲରେ ଗାଇପାରୁନାହାନ୍ତି। ଆଚ୍ଛା, ଆପଣ କେଉଁ ଗୀତଟା ଉପରେ କଲେ ଯେଉଁଟା ଯେଉଁ ଦେବୀଙ୍କ ଉପରେ କଲେ? ମୁଁ ଦେବୀଙ୍କ ସିଂହ ଭାଇ ସେଇଟା ଆପଣଙ୍କର କମ୍ପୋଜିସନ୍? ମୋ ତା ଦେହରେ ଆପଣ ନୃତ୍ୟ ଅଭିନୟ ପ୍ଲସ୍ ବନ୍ଧ ସବୁ ମିଶେଇକି କରିଛନ୍ତି। ହଁ, କେମିତିଆ ସ୍ୱର ଅଛି? ସେଟା ଐରୀ ଭୈରବରେ ମୁଁ ସେଟାକୁ କରିଛି। ରାଗ ଐରୀ ଭୈରବ, ରାଗ ହେଲା ଐରୀ ଭୈରବ। रमेश दास सेटा कहले मत से आउ जन क्या लेखा ये गाई किए से आमर अर्जुन सामल गाई रेडियो से क्षेत्र में सी गाई। अच्छा, आप आउ गोटे कंपोजिशन आम जानूँ से আহিନଳ ଶୈଳୀଟା ଆପଣ ସେଇଟା ମହାଦେବ ସାରଙ୍କ ପାଖରୁ ମୁଁ ସେଇଟା ଶିଖିଥିଲି ଯେ ସେଇଟା ଏମିତି ସଞ୍ଚାରୀ ନଥିଲା, ଓଡ଼ିଶୀର ସଞ୍ଚାରୀରେ ଥିଲା। ମୁଁ ତାକୁ ଏ ବନ୍ଧ ଗୁଡ଼ିକ ତା ଦେହରେ ସେଟ୍ କଲି। আহিନଳ ଶୈଳୀରେ ବନ୍ଧଟାକୁ ସେଟ୍ କଲି। ये जो गज आसवा कुंभीर आसवा আহিନଳ ଶୈଳୀ ତ ଓଡ଼ିଶୀରେ ହେଉଛି, ଆପଣ ସେଇଟାକୁ କାହିଁ ଧରିଲେ? ଗୋଟିପୁଅରୁ ଆଉ କିଛି ସଙ୍ଗୀତ ବାହାର କରି? ହଁ, ତାପରେ ଗୋଟେ ବାହାର କଲି ଏହି ପରା ଗୋଧନ ରଖା। ये जीवाई आमर ये अभिराम परमहंस कहले कौन करा सारे गोटे ठाकुर गीत गुटा कौन करवा। मुझे यूट्यूब कली एगुटा कौन चारि जुग रही या भितर धर कौ समय कौन करटा कली सेटा गोधन पिला चलती गोधन चेरे जड़े कृष्ण उड़े उड़ी चली यहाँ आमर सिस्टम नाला ये म्यूजिक पिला माने चलते कृष्ण उड़े नौ सी देखा यही परा गोधन रखा। So he has already initiated some steps in composing this bandha with abhinaya. या भी सेटिंग कराई माने अंतहर ये सजई रहीगले से कृष्ण रहीगले से अंत दिज अभिनय कर ब्रह्मांड जानती भक्त मानक प्राणर सखा यही परा गोधन रखा दही दूध सर लवणी चोखा ये रही जो दही दूध सर कला बेलू एमती से रखिकी कृष्ण उठी से छिड़े दही दूध सर छिड़ी जा समस्ते उठिकी दही दूध सर लवणी चोखा से लवणी चोखा से लवणी चोखा यही परा गोधन रखा एटा गला यही गो कालंदीरे बसी कालिय दर्प देले ध्वंसी यही गो कालंदीरे पसी ये रखिदेली कालंदीरे पशिगले से ह्रद करदेली से काली पशिगले माने से दररा दररा
दररा नररा दररा 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 नररा दररा दररा एही गोकाळंदीरे पसी या शिखाइछि ना नहीं आकु भी सेट कर दे तापर मंत्र तापर कौन आसी यही शिव धनु को टेकी विवाह होइथिले जानकी श्री रामचंद्रकर एटा आसी अहल्या पाद संसारी एमती बंध धीरे सेटिंग करी सगड़ी गड़ुची महासु माने जेते आउ गोटे पद अछि फेरे मुरासुर कुमारी नाम बही छंती मुरारी एही मुरासुर कुमारी एठी गड़ागड़ी हेले दी जण युद्ध कले सेठी ता भितर भी म्यूजिक फ्यूजिक रखा है मुझे कहली मु म्यूजिक पाइली गोटे फ्लूट पाइली जे भाउलिनटा पाइली से माने कोन आम संगे कौन करिवे ताले एक तो पाइले हारमोनियम पखजरे हम संगीत करथिलु जेतले ये दीटा जिनिस हम संगे जाउची मु तो म्यूजिक of strong opinion that such composition with abhinay bandha and yeah that will be more acceptable. What is for someone like Raj Kaloti, what would he need in order to make his own work better? He says he is already having the facilities of getting the flute player, the violin, all these things were not previously there, no? So he says with these facilities, he wants to do more choreography with abhinaya, integrating with bandha and all that. आज गोटी पर जिते जहाँ सब Just, the Apsara thing that he was saying in the car. Yeah. Can you just repeat that? It's really अप्सरा nice. रंभा मैंने का जो अप्सरा टी से उड़ा टिके आपण देखा ठीक है सुनी के देखि दे हाँ कौन सेतबेले थिला गोटे देहरे थिला भंगी थिला रस थिला सब थिला एबे चलियो जगन्नाथ लास्यमयी षोडशी रूपसी शतदाह कनकांगी मेनका अंग विभंग कुरंग अपांग गति मातंगी आनंददायी मत गति मातंगी आनंददायी मत भुजंगी मेनका खेला निरायित भंगी मेनका शूरपुर शोभांगी मेनका राजनी नटन शिला नृत्य पट्टी असी अभिनय कुशला क्षीण कटी चारु चरणी तोड़ी तरल तरंग उछुड़ा तटी मु क्षण प्रभा दृष्टि घंच सुसंच सुकुंजित केशिबु रंभा वीणा वीणा भाषिबु रंभा काम कला विलासिबु रंभा राजहंस गमना पीन पयोधरा खंजन दृशा मोहतुलनिया चिर वसंत विकास आवास कुसुमत कोमल तनु लोभनिया इंगित जादुकरा अंगे मादक भरा संगीत त्रयी सुपंडितम उर्वशी अड़क पुरी अड़क मंडितम उर्वशी कौन थिला कौन थिला उर्वशी तीनटा करके से नाचुथिले कहिकि आसीथिले नाचुथिले एमती गोटे थिला तो सेतेबेले अंग भंगी केतेबेले कौन बाहर पड़ुथिला सेटा गोटे हे जाउथिला हाथ हलै दिले गोटे कौन बाहर पड़ुथिला आउ किंतु या ऊपर फोक ऊपर विभिन्न प्रकार स्टेप थोड़ा कौन कि स्वर सहित अंग चालना सेटा है नाच ताकर किसी धराबंधा नहीं ये पान खिले देला निदर औषध कह ना सेटा से जो चलता मुझे पिला मत यहाँ फोकर गोटे जिनस ये आप जिनस छौ
ବୁଝିପାରିବେ। ତେବେ ଗୋଟେ ଗୋଟେ ଜିନିଷ କାହା ଭିତରେ କେଉଁଠି ଟିକେ କ'ଣ ଦେଇଦେଲେ ସୁନ୍ଦର ଦେଖାଯିବ, କାହା ପରେ କ'ଣ ଆପଣ ଯେଉଁଟା ଭାବୁଥିଲେ ଯେଉଁ ସଜେଇବାଟା ସେଇଟା କେଜାଣି କେମିତି ଗୋଟେ ହେଇଯାଏ ତ, ୟା ପରେ ଏଇ ସ୍ୱର ଉପରେ ଏମିତିଆ ଗୋଟେ ଷ୍ଟେପ୍ ଦେଲେ ହେବ, ସେଇଟା ହେଇଯାଏ। ଗୋଟେ ଷ୍ଟେପ୍ ଦେଖିଲେ ଦୁଇ ହାତ ଲାଗେ ଚାଲିବ, ଏଇଟା ଏମିତି ଆସିବ। ଏଇଟା ଆମର ଓଡ଼ିଶୀରେ ବେଶୀ ଆସିବ, କିନ୍ତୁ ମୁଁ ତାକୁ ଫୋକ୍ରେ ଜଡ଼େଇ ଦିଏ।